ଜୟ ଜଗନ୍ନାଥ ପିଲାମାନେ, ରାନୀ ପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ କଳା ମାଣିକରେ ବିଷୟର ପ୍ରଶ୍ନୋତ୍ତର ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। କଳା ମାଣିକରେ ପଦ୍ୟଟିର ସମ୍ପୂର୍ଣ୍ଣ ଆଲୋଚନା ଭିଡ଼ିଓଟି ଯଦି ଆପଣମାନେ ଦେଖିନାହାନ୍ତି ତେବେ ଚ୍ୟାନେଲରେ ସେ ଭିଡ଼ିଓଟିକୁ ଦେଖି ନିଅନ୍ତୁ, ସହଜରେ ବୁଝିପାରିବେ। ଆଜି ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପାଠରୁ ଆସ ବର୍ତ୍ତମାନ ଆମେ ଏହି କବିତା ଉପରେ ଚର୍ଚ୍ଚା କରିବା ଏବଂ ନିମ୍ନରେ ଦିଆଯାଇଥିବା କାର୍ଯ୍ୟପଦକୁ କରିବା। ମୁଁ ଯାହା ବୁଝିଲି, ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନ ପାଇଁ କେତୋଟି ଉତ୍ତର ଦିଆଯାଇଛି। ଠିକ୍ ଉତ୍ତରଟି ବାଛ। 1 ନମ୍ବର, ନିଧନ ସଙ୍ଖାଳି ମୋର ଦରିଦ୍ର ପସରା କାହାକୁ କୁହାଯାଇଛି? ଉତ୍ତର କ'ଣ ହେବ? ଘ. ଶ୍ରୀକୃଷ୍ଣଙ୍କୁ କୁହାଯାଇଛି। 2 ନମ୍ବର, ଅନ୍ଧ ଲଉଡ଼ି ବାବୁରେ ପଦର ମୁଖ୍ୟ ଅର୍ଥ କ'ଣ? ଉତ୍ତର ଘ. ଅସହାୟର ସାହା। 3 ନମ୍ବର, ଧୀରେ ଘେନ କାନନରେ ଏଠାରେ ଧୀରେ ଶବ୍ଦ କବିତାରେ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଧୀରେ ଶବ୍ଦଟି ଉତ୍ତର ହେବ ଖ. ଜ୍ଞାନୀମାନେ। 4 ନମ୍ବର, କାନ ଡେରି ଥାଇ ଏକା ତ ବେଣୁ ଗୀତକୁ ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ ଏହି ପଦରେ କେଉଁ ଭାବ ପ୍ରକାଶ ପାଇଛି? ଉତ୍ତର ଗ. ବ୍ୟସ୍ତ ଭାବ। ଆସ ମିଳିମିଶି ମିଳାଇବା କ ସ୍ତମ୍ଭରେ ଥିବା ଶବ୍ଦଗୁଡ଼ିକର ପ୍ରକୃତ ଅର୍ଥ ଖ ସ୍ତମ୍ଭରେ ଅଛି। ଆସ ବାଛି କରି ମିଳାଇବା। କ ସ୍ତମ୍ଭରେ ଅଛି, ଖ ସ୍ତମ୍ଭରେ ଅଛି, ମିଳାଇବା ଦୁଇଟା ଯାକ। ନିଧନ, ନିଧନ ଅର୍ଥ ଗରିବ। ନନ୍ଦନ, ନନ୍ଦନ ଅର୍ଥ ପୁତ୍ର। ଅଧାମ, ଅଧାମ ଅର୍ଥ ରାବିଡ଼ି। ମୃଦୁ, ମୃଦୁ ଅର୍ଥ କୋମଳ। ବାରୁଥାଇ, ବାରୁଥାଇ ଅର୍ଥ ମନା କରିବା। ପଦ୍ୟାଂଶର ଆଲୋଚନା। ଏହି କବିତାରୁ କିଛି ପଦ୍ୟାଂଶ ନିମ୍ନରେ ଦିଆଯାଇଛି। ଏହାକୁ ପଢ଼ି ବୁଝି ଦଳରେ ଆଲୋଚନା କରି ସରଳ ଭାବରେ ଲେଖ। କରେ ଦେଲା ଡାକିନି ଲୋଭନ୍ତି ବୋଲି ଡରୁଥାଉ ମନେ, ବାର ବାର ବାରୁଥାଇ ଯିବା ପାଇଁ ବନେ କଳା ମାଣିକରେ। ଉତ୍ତର, ଏହି ପଦ୍ୟାଂଶଟି କଳା ମାଣିକରେ କବିତାରେ ସ୍ଥାନିତ ହୋଇଛି। ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଏହି ପ୍ରସଙ୍ଗରେ ମା ଯଶୋଦାଙ୍କର ହୃଦୟର ଆଶଙ୍କାକୁ ପ୍ରକାଶ କରିଛନ୍ତି। ନନ୍ଦ ଓ ଯଶୋଦାଙ୍କର ସ୍ନେହପୁତ୍ର କୃଷ୍ଣ ଗୋପ ବାଳକମାନଙ୍କ ସହିତ ଗୋରୁ ଚରାଇବାକୁ ବଣକୁ ଯାଇଛନ୍ତି। ତାଙ୍କର ଫେରିବା ବାଟକୁ ଯଶୋଦା ଚାହିଁ ରହିଛନ୍ତି। ବିଳମ୍ବ ହେବାରୁ ତାଙ୍କ ମନରେ ନାନା ପ୍ରକାର ଆଶଙ୍କା ସୃଷ୍ଟି ହୋଇଛି। ବଣରେ ଡାହାଣୀମାନେ ଲୋଭାନ୍ତି ବୋଲି ସେ କୃଷ୍ଣଙ୍କୁ ବଣକୁ ଯିବାକୁ ବାରଣ କରନ୍ତି। ଅମାନିଆ ହୋଇ କୃଷ୍ଣ ତାଙ୍କର ବାରଣ ନ ମାନି ଗୋରୁ ଚରାଇବାକୁ ଯାଇଥିବାରୁ ଯଶୋଦା ବ୍ୟତିବ୍ୟସ୍ତ ହୋଇଛନ୍ତି। ଖ ନମ୍ବର, ନେଲୁ ନାହିଁ କାହିଁ ପାଇଁ ତୋ କୋଠଉ ଛତା, ବନ୍ୟ କଣ୍ଟା ଲାଗି ହୋଏ ମୃଦୁପାଦ ଚିନ୍ତା କଳା ମାଣିକରେ। ଉତ୍ତର, ଏହି ପଦ୍ୟାଂଶଟି କଳା ମାଣିକରେ କବିତାରେ ସ୍ଥାନିତ ହୋଇଛି। ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଏହି ପ୍ରସଙ୍ଗରେ ମାତା ଯଶୋଦାଙ୍କର ବାତ୍ସଲ୍ୟ ମମତାର ପରିପ୍ରକାଶ ଘଟାଇଛନ୍ତି। କୃଷ୍ଣ ଗୋରୁ ଚରାଇବାକୁ ଗୋପାଳ ବାଳକମାନଙ୍କ ସହିତ ବଣକୁ ଯାଇଛନ୍ତି। ଫେରିବାରେ ବିଳମ୍ବ ହେବାରୁ ଯଶୋଦା ପୁତ୍ରର ନାନା ଗୁଣ ମନେ ପକାଇଛନ୍ତି। କୃଷ୍ଣ କଠଉ ଏବଂ ଛତା ନ ନେଇ ବଣକୁ ଯାଇଥିବାରୁ ଯଶୋଦା ବ୍ୟସ୍ତ ହୋଇ ପଡ଼ିଛନ୍ତି। କୃଷ୍ଣ ଖରାରେ କଷ୍ଟ ପାଉଥିବେ ଏବଂ ବଣର କଣ୍ଟା ତାଙ୍କ ପାଦରେ ଫୁଟି ଯାଉଥିବ, ଏଭଳି ଭାବନାରେ ଯଶୋଦା ମ୍ରିୟମାଣ
ହୋଇଛନ୍ତି। ବୁଝି ବିଚାରି କବିତାଟିକୁ ଆଉଥରେ ପଢ଼ ଓ ଉତ୍ତରଟି ଖୋଜି ଲେଖ। କ. ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କ'ଣ କ'ଣ ସମ୍ବୋଧନ କରି ଡାକିଛନ୍ତି? ଉତ୍ତର. ମାତା ଯଶୋଦା କୃଷ୍ଣଙ୍କୁ କଳା ମାଣିକରେ, ନିଧନ ଶଙ୍ଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦର ରତ୍ନହାରା, ଜୀବଜୀବନ ଓ ନୟନ ପ୍ରତିମା ଇତ୍ୟାଦି ବିଭିନ୍ନ ଭାବରେ ସମ୍ବୋଧନ କରି ଡାକିଛନ୍ତି। ଖ ନମ୍ବର. ଶ୍ରୀକୃଷ୍ଣଙ୍କର କେଉଁ ସବୁ କାର୍ଯ୍ୟ ମନେ ପକାଇ ମାତା ଯଶୋଦା ଭାଳି ହେଉଥିଲେ? ଉତ୍ତର. ବଣକୁ ଗୋରୁ ଚରାଇବାକୁ ଯାଉଥିବା କୃଷ୍ଣ ଫେରିବାରେ ବିଳମ୍ବ କରିଛନ୍ତି। ମାତା ଯଶୋଦା ତାଙ୍କର ବିଭିନ୍ନ କାର୍ଯ୍ୟକୁ ମନେ ପକାଇ ଭାଳି ହେଉଛନ୍ତି। କୃଷ୍ଣଙ୍କୁ ଗୋଟିକା ଅଧାମ ସର ରୁଚେ ନାହିଁ ମାତ୍ର ସେ ଲବଣୀ ମାଗନ୍ତି। ତାଙ୍କୁ ତୋଳି ଧରିଲେ ସେ ଗୋଳି ହୋଇଯାଆନ୍ତି। ବାରଣ ନ ମାନି ବଣକୁ ଗୋରୁ ଚରାଇବାକୁ ଯାଆନ୍ତି ଇତ୍ୟାଦି ବିଭିନ୍ନ କଥା ମନେ ପକାଇ ଯଶୋଦା ଭାଳି ହୋଇଛନ୍ତି। କବିତାର ରଚନା. ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା, ଶ୍ରମ ପାଇ ତରୁ ତଳେ ବସିଥିବୁ ପରା କଳା ମାଣିକରେ। 1 ନମ୍ବର. ଏହି ଦୁଇ ଧାଡ଼ିକୁ ଧ୍ୟାନ ଦେଇ ପଢ଼। ତୁମେ କ'ଣ ଭାବୁଛ କୁହ। ଝାଞ୍ଜି ଖରାରେ ତୁମେ ବାହାରେ କାମ କରୁଥିବା ବେଳେ ଯେଉଁ କଷ୍ଟ ଅନୁଭବ କର ତାହା ଏଠାରେ ଲେଖ। ଉତ୍ତର. କୃଷ୍ଣ ଗୋରୁ ଚରାଇବାକୁ ଯାଇଥିବା ବେଳେ ଝାଞ୍ଜି ଖରାରେ ତାଙ୍କ ଦେହରୁ ଝାଳ ବହି ଯାଉଥିବ। ସେ ବଣରେ ବୁଲି ବୁଲି ଗୋରୁ ଚରାଉଥିବା ବେଳେ ଖରାରେ କଷ୍ଟ ପାଇ ବୃକ୍ଷତଳେ ହୁଏତ ବସି ଯାଉଥିବେ ବୋଲି ଯଶୋଦା ଭାବ ପ୍ରକାଶ କରିଛନ୍ତି। ଝାଞ୍ଜି ଖରାରେ ବାହାରେ କାମ କଲାବେଳେ ଖରା ତାତିରେ ମୁଁ ଝାଳ ଓ ତାତି ଅନୁଭବ କରେ। 2 ନମ୍ବର. କେବେ ଶ୍ରମିକମାନେ ଏପରି ଝାଞ୍ଜି ଖରାରେ କାମ କରୁଥିବାର ଦେଖିଛ କି? ଯଦି ଦେଖିଛ, ତେବେ ସେମାନଙ୍କର ଅନୁଭବକୁ ସାଙ୍ଗସାଥୀଙ୍କ ସହ ଆଲୋଚନା କରି ଲେଖ। ଉତ୍ତର. ଶ୍ରମିକମାନେ ଝାଞ୍ଜି ଖରାରେ କାମ କଲାବେଳେ ସେମାନଙ୍କ ଦେହରୁ ଝାଳ ବହୁଥାଏ। ସେମାନେ ଖରା ତାତିରେ ବହୁ କଷ୍ଟ ପାଉଥିବାର ମୁଁ ଦେଖିଛି। ଅନୁମାନ ଓ ଭାବନାରୁ ତୁମେ ସବୁ ମିଳିମିଶି ଆଲୋଚନା କର। କ. ଶ୍ରୀକୃଷ୍ଣଙ୍କ ଫେରିବା ବିଳମ୍ବ ହେବା ଦେଖି ମାତା ଯଶୋଦା ଯେପରି ବିଚଳିତ ହେଉଥିଲେ, ସେହିପରି ତୁମ ମା ତୁମ ପାଇଁ କେବେ ବ୍ୟସ୍ତ ହେବାର ଅନୁଭବ କରିଛ କି? ଯଦି ସେପରି ଅନୁଭୂତି ଥାଏ, ନିଜ ଭାଷାରେ ବର୍ଣ୍ଣନା କର। ଉତ୍ତର. ଶ୍ରୀକୃଷ୍ଣ ବଣରୁ ଫେରିବା ବିଳମ୍ବ ହେବା ଦେଖି ମାତା ଯେପରି ବିଚଳିତ ହେଉଥିଲେ, ଠିକ୍ ସେହିଭଳି ମୁଁ ବିଦ୍ୟାଳୟରୁ ଫେରିବାରେ ବିଳମ୍ବ ହେଲେ ମୋ ମା ବ୍ୟସ୍ତ ହୋଇପଡ଼ନ୍ତି। ସେ ମୋର ଫେରିବାର ବିଳମ୍ବ ହେବା କଥା ବାପାଙ୍କୁ କହି ମୋ ନିକଟକୁ ତାଙ୍କୁ ପଠାଇଥାନ୍ତି। ମୁଁ ଫେରିଲେ ବିଳମ୍ବ ହେବାର କାରଣ ପଚାରନ୍ତି। ବାପା ମୋତେ ତାଗିଦ୍ କରନ୍ତି। ମା ଆକଟ କରି ଆଉ ବିଳମ୍ବରେ ନ ଫେରିବାକୁ କହିଥାନ୍ତି। ଖ. ଯଦି ତୁମକୁ ଶ୍ରୀକୃଷ୍ଣଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳନ୍ତା ତେବେ ତୁମେ ତାଙ୍କୁ କ'ଣ କ'ଣ ପଚାରନ୍ତ? ଉତ୍ତର. ମୋତେ ଯଦି ଶ୍ରୀକୃଷ୍ଣଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳନ୍ତା, ତେବେ ମୁଁ ତାଙ୍କୁ ପଚାରନ୍ତି ଯେ ସେ କାହିଁକି ବଣରୁ ଫେରିବା ବିଳମ୍ବ କରୁଛନ୍ତି? ବଣକୁ ଗଲାବେଳେ କାହିଁକି କଠଉ ଏବଂ ଛତା ନେଉନାହାନ୍ତି? ସେ କାହିଁକି ମୁରଲି ବଜାଇ ମା'ଙ୍କୁ ତାଙ୍କର ଫେରିବାର ସୂଚନା ଦେଉନାହାନ୍ତି? ଶବ୍ଦର ରୂପ ଯେପରି ଜନକ ଓ ଜନନୀ ମିଶିଲେ ଜନକ ଜନନୀ ହେଉଛି, ସେହିପରି
ଏହି ବୃକ୍ଷ ଭିତରେ ଦିଆଯାଇଥିବା ଶବ୍ଦମାନଙ୍କରୁ ବାଛି ଯୋଡ଼ି ଶବ୍ଦ ଲେଖ। ଏହି ବୃକ୍ଷରେ ଯାହା ସବୁ ଦିଆଯାଇଛି ତାକୁ ଯୋଡ଼ିକି ଆମେ ଲେଖିବା। ମାତା ପିତା, ଫଳ ଫୁଲ, ଟଙ୍କା ପଇସା, ଗଛ ଲତା, ହସ କାନ୍ଦ, ଭଲ ମନ୍ଦ, ଦିନ ରାତି। ଶବ୍ଦ ସହ ଶବ୍ଦର ସମ୍ପର୍କ। ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କ ଥିବା ଶବ୍ଦଗୁଡ଼ିକୁ ମନେ ପକାଇ ଯୋଡ଼। ଶ୍ରୀକୃଷ୍ଣଙ୍କ ସହିତ କ'ଣ କ'ଣ ସମ୍ପର୍କ ଅଛି ଶବ୍ଦର? ଯେମିତିକି ଶ୍ରୀକୃଷ୍ଣଙ୍କୁ କୁହାଯାଏ ଗୋଟିକା, କଧାମ, କଠାଉ, ବେଣୁ, ଛତା, ସର ଆଉ ଗୋରୁ। ପଦ୍ୟାଂଶ ମିଳନ। ନିମ୍ନରେ କ ସ୍ତମ୍ଭ ଓ ଖ ସ୍ତମ୍ଭରେ ପଦ୍ୟର କେତୋଟି ଧାଡ଼ି ଦିଆଯାଇଛି। ଯେଉଁ ଧାଡ଼ି ସହ ଯାହାର ସମ୍ପର୍କ ଅଛି ତାହାକୁ ଗାର ଟାଣି ମିଳାଅ। କ ସ୍ତମ୍ଭ, ଖ ସ୍ତମ୍ଭ, ଗାର ଟାଣିକି ମିଳେଇବା। ନେଲୁ ନାହିଁ କାହିଁ ପାଇଁ ତୋ କଠଉ ଛତା। ଏଇଟା ଆମେ ଗାର ଟାଣିବା। ବନେ କଣ୍ଟା ଲାଗି ହୋଏ ମୃଦୁପାଦ ଚିନ୍ତା। ତାପରେ ବୃଦ୍ଧ କାଳେ ତୁ ମୋହର ଏକୋଇ ନନ୍ଦନ। ହୃଦତାପ ବିନାଶନେ ତୁ ହରି ଚନ୍ଦନ। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ। ଏଇଟା ହେବ ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ନିଧନ ସଂଖାଳି ମୋର ଦରିଦ୍ର ପସରା। ଏଇଟା ହେବ ଅନ୍ଧ ଲଉଡ଼ି ବାବୁରେ ହୃଦରତ୍ନ ହାରା। ନିଶାଚର ମାତିବାର ଶୁଭୁଛି ଶ୍ରୁତିକି। ଏଇଟା ହେବ ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି। କବିତାର ସୌନ୍ଦର୍ଯ୍ୟ। ଯେପରି ବାତ୍ସଲ୍ୟ ସହ ମମତା ଶବ୍ଦ ଯୋଡ଼ି ହୋଇଛି, ସେହିପରି ପଦ୍ୟ ମଧ୍ୟରେ ଆଉ କିଛି ଶବ୍ଦ ଯୋଡ଼ି ରହିଛି, ତାକୁ ବାଛି ଲେଖ। ଯେମିତିକି ନିଧନ ସଂଖାଳି, ଦରିଦ୍ର ପସରା, ନୟନ ପ୍ରତିମା। ରୂପ ବଦଳାଇ ଲେଖ। ଏହି ପାଠରୁ କୌଣସି ଗୋଟିଏ ପଦକୁ ନେଇ ଅନୁଚ୍ଛେଦଟିଏ ଲେଖ। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ କିମ୍ବା ଆଜ କିମ୍ବା ଶୁଭୁନାହିଁ ଭାବୁଛି ମନକୁ। ଏଇ ଦୁଇଟି ଯାକ ମଧ୍ୟରୁ ତୁମେମାନେ ଗୋଟେ ଲେଖିବ। ମୁଁ ତୁମ ପାଇଁ ଦୁଇଟି ଯାକ ଲେଖିଦେଇଛି। ତମକୁ ଯେଉଁଟା ଭଲ ଲାଗିବ ସେଇଟାରୁ ଲେଖିବ ଗୋଟିଏ। ପ୍ରଥମେ ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ। ଶ୍ରୀକୃଷ୍ଣ ଅନ୍ଧାରକୁ ଭୟ କରନ୍ତି, କିନ୍ତୁ ମା ଯଶୋଦାଙ୍କ ବାରଣ ନ ମାନି ଗୋରୁ ଜଗିବା ପାଇଁ ବଣକୁ ଯାଇଥାନ୍ତି। ଶ୍ରୀକୃଷ୍ଣଙ୍କର ବଣକୁ ଯିବା ମାତାଙ୍କ ଦ୍ୱାରା ବାରଣ କରାଯାଇଥିଲେ ମଧ୍ୟ ସେ ଅଝଟିଆ ଓ ଅମାନିଆ ହୋଇ ବଣକୁ ଯାଇଥାନ୍ତି। ଆଜ କିମ୍ବା ଶୁଭୁନାହିଁ ଭାବୁଛି ମନକୁ। ଉତ୍ତର। କୃଷ୍ଣ ଗୋପ ବାଳକମାନଙ୍କ ସହିତ ବଣକୁ ଗୋରୁ ଜଗିବା ପାଇଁ ଯାଇଛନ୍ତି। ବଣରୁ ସେ ଫେରିବାରେ ବିଳମ୍ବ ଘଟିଛି। ପୁତ୍ରର ଫେରିବାର ବିଳମ୍ବ ଦେଖି ମାତା ଯଶୋଦା ବ୍ୟସ୍ତ ହୋଇପଡ଼ିଛନ୍ତି। କୃଷ୍ଣଙ୍କର ବଂଶୀଧ୍ୱନି ଶୁଣି ସେ ତାଙ୍କର ଫେରିବା ଜାଣିପାରନ୍ତି। ଆଜି ତାହା ଶୁଣାଯାଉ ନଥିବାରୁ ଯଶୋଦା ଭାଳୀ ହେଉଛନ୍ତି। ଯଶୋଦାଙ୍କର ଭାବନା ତାଙ୍କର ପ୍ରତି ଥିବା ବାତ୍ସଲ୍ୟ ସ୍ନେହର ପରିଚୟ ଦେଉଛି। ରୂଢ଼ି। ଆସ କିଛି ରୂଢ଼ିର ବ୍ୟବହାର କରିବା। ଅନ୍ଧ ଲଉଡ଼ି ବାବୁରେ ହୃଦରତ୍ନ ହାରା। ଏଠାରେ ଅନ୍ଧ ଲଉଡ଼ି ଏକ ରୂଢ଼ି, ଯାହାର ଅର୍ଥ ଅସହାୟର ସାହା।
କୌଣସି ଶବ୍ଦ ନିଜର ଅର୍ଥକୁ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ତାକୁ ଆମେ ରୂଢ଼ି କହିଥାଉ। ତେବେ ରୂଢ଼ି କାହାକୁ କୁହାଯାଏ? ଡେଫିନେସନ୍ ରୂଢ଼ିର। ଏହା ବାକ୍ୟରେ ବା କବିତାରେ ବ୍ୟବହାର ହେଲେ ଖୁବ୍ ସୁନ୍ଦର ଲାଗେ। ନିମ୍ନରେ ଆଖି ଶବ୍ଦ ସହିତ ଯୋଡ଼ି ହୋଇଥିବା କିଛି ରୂଢ଼ି ଦିଆଗଲା। ନିଜର ପରିବାର ସଦସ୍ୟ, ସାଙ୍ଗସାଥୀ, ଶିକ୍ଷକ ଶିକ୍ଷୟିତ୍ରୀ, ପାଠାଗାର କିମ୍ବା ପ୍ରଯୁକ୍ତି ବିଦ୍ୟାର ସହାୟତା ନେଇ ଏଗୁଡ଼ିକର ଅର୍ଥ ବୁଝି ବାକ୍ୟରେ ବ୍ୟବହାର କର। ଆଖି ରଖିବା, ଆଖି ଦେବା, ଆଖି ପକାଇବା, ଆଖି ବୁଲାଇବା, ଆଖି ବୁଜିବା, ଆଖିକି ପାଇବା, ଆଖିରେ ଧୂଳି ଦେବା। ଏସବୁ ରୂଢ଼ିର ଆମେ ବାକ୍ୟ ଲେଖିବା। ଆଖି ରଖିବା ଅର୍ଥ ହେଲା ନଜର ରଖିବା ବା ଲକ୍ଷ୍ୟ ରଖିବା। ବାକ୍ୟ ଛୋଟ ପିଲାଙ୍କୁ ଆଖି ରଖିବା ଉଚିତ। ସେମିତି ଆଖି ଦେବାର ଅର୍ଥ ଦୃଷ୍ଟି ଦେବା। ବାକ୍ୟ ଅନ୍ୟ ଦ୍ରବ୍ୟକୁ ଆଖି ଦେବା ଭଲ ନୁହେଁ। ଆଖି ପକାଇବା ଲୋଲୁପ ଦୃଷ୍ଟି ଦେବା। ବାକ୍ୟ ସମସ୍ତେ ବୁଢ଼ାର ଧନକୁ ଆଖି ପକାଉଛନ୍ତି। ଆଖି ବୁଲାଇବା ମୋଟାମୋଟି ଆକଳନ କରିବା। ବାକ୍ୟ ବହିଟି ଉପରେ ଆଖି ବୁଲାଇବାକୁ ଅନୁରୋଧ। ଆଖି ବୁଜିବା ମୃତ୍ୟୁବରଣ କରିବା। ବାକ୍ୟ 4 ଦିନ ମଧ୍ୟରେ ରାମବାବୁଙ୍କ ବାପା ଆଖି ବୁଜିଲେଣି। ଆଖିକି ପାଇବା ପସନ୍ଦ କରିବା। ବାକ୍ୟ ଆଖିକି ପାଇବା ପରି ଘରଟିଏ ହୋଇଛି। ଆଖିରେ ଧୂଳି ଦେବା ନଜର ଏଡ଼ାଇ ଠକିଦେବା। ବାକ୍ୟ ଚୋରମାନେ ପୋଲିସ ଆଖିରେ ଧୂଳି ଦେଇ ଖସିଗଲେ। ସମସ୍ତଙ୍କ ପ୍ରସ୍ତୁତି। କବିତାର ପ୍ରତ୍ୟେକ ପଦକୁ ଭିନ୍ନ ଭିନ୍ନ ଢଙ୍ଗରେ ଆବୃତ୍ତି ଓ ଅଭିନୟ କରିବେ। ପିଲାମାନେ ଏସବୁ ତୁମେ ନିଜେ କରିବ ଦଳଗତ ବ୍ୟକ୍ତିଗତ ଭାବରେ। ପାଠରୁ ଆଗକୁ ତୁମ କଥା। କରେ ଦେଇଛି ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା। 1 ନମ୍ବର। କବିତାର ଏହି ପଦରେ କେଉଁ ଋତୁର ଚିତ୍ରଣ କରାଯାଇଛି? ତୁମ ଚାରିପାଖରେ ଏହି ଋତୁର ପ୍ରଭାବ କିଭଳି ରହିଛି ତାହା ବର୍ଣ୍ଣନା କର। ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା। ଏଇଟା ସମ୍ପୂର୍ଣ୍ଣ ଭାବରେ ଗ୍ରୀଷ୍ମ ଋତୁକୁ ଚିତ୍ରଣ କରାଯାଇଛି। ତ ଆମେ ଉତ୍ତର ଲେଖିବା। କବିତାରେ ଏହି ପଦରେ ଗ୍ରୀଷ୍ମ ଋତୁର ଚିତ୍ର ଦିଆଯାଇଛି। ଏହି ଋତୁର ପ୍ରଭାବରେ ଅସହ୍ୟ ତାତି, ଝାଞ୍ଜି ପବନ ଓ କାଳବୈଶାଖୀ ହୁଏ। 2 ନମ୍ବର। ଗ୍ରୀଷ୍ମ ଋତୁରେ କେଉଁ ସବୁ ଦୁର୍ଘଟଣା ଘଟେ ତାହାର ତାଲିକା କର ଓ ସେଥିପାଇଁ କେଉଁ ସବୁ ସତର୍କତା ଅବଲମ୍ବନ କରିବା ଆଲୋଚନା କରି ଲେଖ। ଉତ୍ତର। ଗ୍ରୀଷ୍ମ ଋତୁରେ ଅଂଶୁଘାତ ହୁଏ। ଶୀତଳ ଉପଚାର ଆବଶ୍ୟକ। ବାହାରକୁ ଗଲେ ଛତା, ଚପଲ, ପାଣି ନେବାକୁ ହୁଏ। ଅଧିକ ଖରା ପ୍ରତି ସତର୍କତା ଆବଶ୍ୟକ। 3 ନମ୍ବର। ଗ୍ରୀଷ୍ମ ଋତୁରେ ପଖାଳ ଖାଇବାକୁ ଭଲ ଲାଗେ? ସେହିପରି ତୁମକୁ ଆଉ କ'ଣ କ'ଣ କାମ କରିବାକୁ ଭଲ ଲାଗେ ତାହାର ଏକ ତାଲିକା ସାଙ୍ଗସାଥୀ ସହ ଆଲୋଚନା କରି ଲେଖ। ଉତ୍ତର। ଗ୍ରୀଷ୍ମ ଋତୁରେ ଗଛ ଛାଇରେ ବସିବାକୁ ଭଲ ଲାଗେ। ଦହି ସରବତ ପିଇବାକୁ ଭଲ ଲାଗେ। ସମସ୍ତ ପ୍ରଶ୍ନ ଉତ୍ତର ଆଲୋଚନା କଲେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିଦିଅନ୍ତୁ। ରହୁଛି ପିଲାମାନେ, ଜୟ ଜଗନ୍ନାଥ।